बाबाजी विश्वामित्र ये तीनटा जाक नारी की बांधी बांधिला ब्रह्मा विष्णु महेश्वर स्त्री आउ बाहर को बाहर की जाई पार ना 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 चित्कार कले रक्षा करो रक्षा कर तीनटा जाक नारी बंचिबा पई रक्षा कर चित्कार कर आमे केमती बंचिबु रक्षा करो किए केउठी अछो हमको रक्षा करो अपराध तो हमरो सेमती किछि बेसी नाही आमे फूल तोलिबा गुआइछु ए बाबाजी हमको बांधी देला आमे केमती बंचिबु मु ब्रह्मा स्त्री जने विष्णु स्त्री जने शिव स्त्री मर्त्य गोटे मनीष ब्रह्मा विष्णु महेश्वर स्त्री की बांधी पारुछि जने सृष्टिकर्ता जने प्रोटेक्टर पावर पालन करता जने संहार करता डिस्ट्रॉयर पावर ये तीन जन स्त्री की बांधिबा कोन सहज कथा से सही भलिया बाबाजी बांधी देछि ये तीनटा जाक नारी कहते रक्षा करो किए केउठी अछो आंभ मानकु रक्षा करो ठीक एतिकी बेले हेला कोन मृगया विनोदे राजा हो ज्ञान भाई आज विश्वटा होतार पूरण करू तो जानी अंड्रीप गाय पूरण हम आज मुआर्य खेमेन्द्र हरिश्चंद्र नाटक आज धरी काली टिकिए देहटा कोहली दिली सबुदिन मूलिया जे होता आज्ञा से सबुदिन 4 गुंठ लेके धान काटी पार जे अदिनिया मूलिया होदब से 4 गुंठ काटिदब जे सबुदिनिया मूलिया होदब तथापि से बेले बेले ता देह को टिके अनेब ना हां सर नले अंटा दरद छाड़िबो की अंतरे पवन पसी जाउनी आउ केते नई की धान काटी
କାଲି ସେଇଆ ହେଲା ପବନ ବସେଇଥିଲା। ହଉ ସେଥିରେ ଦୁଃଖ ନାହିଁ। ସେ ଆପଣମାନଙ୍କ ଦୟା, ଆପଣମାନଙ୍କ ଭଲ ପାଇବା, ଆପଣମାନଙ୍କ ଆଶୀର୍ବାଦ ହେଲା ସାର୍ ଆଉ କ'ଣ ଓଡ଼ିଶାରେ ନାଁ କମେଇବି? ଛୋଟିଆ ଛୁଆ ବେଳୁ ହଁ ଗୋଟେ ଗୋଟେ ଆଉଛନ୍ତି ଏକୁଆଡ଼େ ଦେଖିବାକୁ ଆସିବେନି? ସହି ଏ କଥା ପଞ୍ଜା ତ ସ୍ୱାଦ ଲାଗୁଛି। ର ବୁଢ଼ାରେ ମାଂସ ନାହିଁ କ'ଣ କରିବା ଲଗେଇବା ମାଂସ ମାଂସ ନଥାଉ ମୋ ଦେହରେ। ଆରେ ମୋ ପଇସା କାଟିଦେବ ସାରୁ ହଲିସ୍ ଖୋଇବା। ମୋ ଜୀବନର ବ୍ରତ ହଉଛି ପାଲା। ମୁଁ ପାଲା ବାଦ ଆଉ କିଛି ଶିଖିନି। ଠିକ ଏତିକି ବେଳେ ରାଜା ନାଁ ହଉଛି ହରିଶ୍ଚନ୍ଦ୍ର। ମୃଗୟା ବିନୋଦରେ ବାହାରିଛି। ଏ ତିନିଟା ଯାକ ନାରୀ ବନ୍ଧା ହେଇଛନ୍ତି ଆଶ୍ରମରେ। ଆଜ୍ଞା ତାଙ୍କୁ ଉଦ୍ଧାର କେହି କରିପାରୁନାହାନ୍ତି। ନାଇଁ 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 ଯେତେ ଦେବତା ଆସିଲେ ସବୁ ଫେଲ। ସାର୍ ବାବାଜୀ ପାଖରେ ଆଜ୍ଞା ଆଜ୍ଞା ଜଣେ ଦେବତା କହିଲା ମୁଁ ଏ ତିନିଟା ଯାକ ନାରୀକି ଉଦ୍ଧାର କରିଦେବି। ଏ ମୁଁ ଉଦ୍ଧାର କରିଦେବି, ମୋର କାପାସିଟି ଅଛି। ତମେ କିଏ? କିଏ କିଏ ମତେ ଚିହ୍ନିନୁ? ନାଇଁ ମନେ ପକା ମୁଁ କିଏ, ମନେ ପକା। କି କହୁନ? ମନେ ପକଉନୁ, ମୁଁ କାହିଁ ପରିଚୟ ଦେବି? ତୁ ମତେ ଚିହ୍ନୁ? ମନେ ପକା। ନାତୁଣୀ ଘରେ କାନ୍ଦୁଛି ଆଉ ସକାଳୁ ଯାଉଛି ସନ୍ଧ୍ୟାବେଳକୁ ଆଉଛି ଆଉ। ବାଜା ଭୁଲ ହଉଛି। ସେ ଦେବତା କିଏ? କିରେ ନା ସେ ଦେବତା ଜଣକ ହେଲେ ଗଣେଶ। ଆରେ ଗଣେଶ ତୋର ହାତୀ ଦାନ୍ତ ଲାଗିଛି। କହିଲେ ମୁଁ ଏ ତିନିଟା ଯାକ ନାରୀକି ଉଦ୍ଧାର କରିଦେବି। ବ୍ରହ୍ମା ବିଷ୍ଣୁ ଶିବ ସ୍ତ୍ରୀ ଉଦ୍ଧାର ମୋ ପାଖରେ ହେବେ। ସ୍ୱୟଂ ଗଣେଶ ମହାପୁରୁ ହେଲା ହେଲା ଗୋଟେ ସୁନାର ବରାହ ବୋଲେ ବାରହା ଅବତାର ହେଇକି ଆଜ୍ଞା ବାହାରିଲେ। ଆରେ ପଇସା ପାଇଁ ଆମର ପୁରା ପ୍ରାକ୍ଟିକାଲ ପାଲା। ବାରା ତ ବାରା, କେମିତି ଯିବ ବାରା ସେମିତି। ଆଉ ଟିକେ ବାଧା ନାଚୁ। ଏ ସୁନାର ବାରହାକୁ ଦେଖିକି ମୃଗୟାରେ ଯାଇଛି ରାଜା ହରିଶ୍ଚନ୍ଦ୍ର। ଗୁଡେଇଲା ତା ପଛରେ। ପଛରେ ଗୋଳିଲା ବାରହାଟା ଦୌଡ଼ି 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 ଆଶ୍ରମ ଭିତରେ ଯୋଉ ତିନିଟା ଯାକ ନାରୀ ବନ୍ଧା ହେଇଥିଲେ ହେଲା ହେଲା ତାରି ଭିତରକୁ ପଶିଗଲା। ପଶିଗଲେ। ହରିଶ୍ଚନ୍ଦ୍ର ରାଜା ତାରି ଭିତରକୁ ପଶି ଯାଇଛି। ଦେଖିଲା ଗୋଟେ ବାବାଜୀଟେ ବସିଛି, ତିନିଟା ନାରୀ ବନ୍ଧା ହେଇଛନ୍ତି। କହିଲା ହଇରେ ତୁ ବାବାଜୀ ନା ଗୋଟେ ଭଣ୍ଡ? तू उपाधि हेगरे ये बाबा इधला बोला दिन में मोहिनी रात में बाघिनी, दिन में मोहिनी रात में बाघिनी, दिन में मोहिनी रात में बाघिनी, दिन में मोहिनी रात में बाघिनी। पलक पलक लहू तो से ओ पलक पलक लहू तो से ओ पलक पलक लहू तो से। दुनिया सारा बावला होके, दुनिया सारा बावला होके, सारा बावला होके, दुनिया सारा बावला होके। घर घर बागिनी पोते हो, घर घर बागिनी पोते हो, घर घर बागिनी पोते। बोला होई रे तू को बाबाजरे गणा कि गोटे भंडटे बसु तीनटा झियो पिला को बांधी देइछु। तू दिवसे भजु हरि हरि, राति रे खोजु धाओ नारी, राति रे खोजु धाओ नारी, राति रे खोजु धाओ नारी। कहला तू गोटे नारी पागल देगी रे, अरे झियो पिलांको ऊपर कोन आखि पकौछु? तू केमितिया बाबाजी? तते धिकार तू किए?
ବାରମ୍ବାର ଯେତେବେଳେ ଗାଳି କରୁଛି ମାଲୋ ବିଶ୍ୱାମିତ୍ର ବାବାଜୀଙ୍କର ନିଦ୍ରା ତପସ୍ୟା ଭାଙ୍ଗି ଯାଇଛି। ଭାଙ୍ଗିଗଲା। ବିଶ୍ୱାମିତ୍ର ଜଳି ଉଠିଛନ୍ତି ତପସ୍ୟାରୁ। କହିଲେ ତୁ କିଏ ରେ? ତୁ କିଏ? କିଏ ତୁ? ମୋ ତିନିଟା ଯାକ ନାରୀ କୁଆଡେ ଉଠିକି ଉପରକୁ ପଳେଇଲେ। ମୁଁ ବାନ୍ଧିକି ରଖିଥିଲି। ତାଙ୍କୁ ଖୋଲିଲା କିଏ? ଉତ୍ତର ଦେ। ୟା ଭିତରକୁ ତତେ କିଏ କହିଲା ପଶିବାକୁ? ହରିଶ୍ଚନ୍ଦ୍ର ରାଜା ଉତ୍ତର ଦେଲେ, କହିଲେ ମୂର୍ଖ ବାବାଜୀ ଦେବୀ ଦିଜା ବୁଢା ଯେ କଣ ହେଲା? ଚିହ୍ନିଛୁ ମତେ? ମୁଁ କିଏ ଜାଣିଛୁ? କିଏ? ଅଯୋଧ୍ୟା ନରେଶ ନାମ ହରିଶ୍ଚନ୍ଦ୍ର ନାମ ମୋର ହରିଚନ୍ଦ୍ର ନାମ ପ୍ରୟୋଗାରେ ସମାର୍ଥ୍ୟ ଗୁଣ ପ୍ରଦାନ ତୁ ଚିହ୍ନି ପାରୁନୁ ମୂର୍ଖ ବାବାଜୀ? ବାବାଜୀ ମତେ ଚିହ୍ନି ପାରୁନୁ? ମୁଁ ଅଯୋଧ୍ୟା ଦେଶର ରାଜା, ନାମ ମୋର ହରିଶ୍ଚନ୍ଦ୍ର। ମୁଁ ହରିଶ୍ଚନ୍ଦ୍ର ରାଜା। କହିଲା ଓ ହରିଶ୍ଚନ୍ଦ୍ର ରାଜା, କଣ କଲୁ? କଣ କଲୁ? ଖୋଲିଦେଲି। ମୁଁ ବାନ୍ଧିଥିବା ତିନିଟା ଯାକ ସ୍ତ୍ରୀ ଲୋକକୁ ଖୋଲିଦେଲୁ? ଆଉ କେତେ କଷ୍ଟ ପାଉଥିଲେ, ଖୋଲିଦେଲି। ଭଲ କଲି। ନା ମୁଁ ଜଣେ ରାଜା, ମୋର କର୍ତ୍ତବ୍ୟ। ଗୋଟେ ରାଜାର କର୍ତ୍ତବ୍ୟ କଣ? ବିପଦରେ ପଡିଥିବା ଲୋକ ଉଦ୍ଧାର କରିବା। କବି ମଣ୍ଡଳ ବସୁଙ୍କୁ ଟିକେ ଆଣିବା। ଆସୁ ଆସୁ ଆସୁ। କଲା ଅକ୍ଷର କ୍ଷଣ ନ୍ୟାୟ ଆଚରଣ ରକ୍ଷା ମନ ସଂସ୍କୃତିର କର୍ମା କର୍ମ ସଂସ୍କୃତିର କର୍ମା କର୍ମ ସଂସ୍କୃତିର କର୍ମା କର୍ମ କଲା ପାଳନ୍ତି କ୍ଷତ୍ରିୟ ଗଣ ପାଳନ୍ତି କ୍ଷତ୍ରିୟ ଗଣ। ମୁଁ ଜଣେ କ୍ଷତ୍ରିୟ ପିଲା। କ୍ଷତ୍ରିୟ ପିଲାର କର୍ତ୍ତବ୍ୟ ଯୋଉଟା କ୍ଷତ୍ରିୟ ହେଇଥାଉ ସେ ଅରକ୍ଷକୁ ରକ୍ଷା କରିବ, ନ୍ୟାୟ ଦବ, ଅବଳା ଦୁର୍ବଳାକୁ ରକ୍ଷା କରିବ। ରକ୍ଷା କରିବ। ମୁଁ ଯେହେତୁ ଜଣେ କ୍ଷତ୍ରିୟ, ଗୋଟେ ଅବଳା ଦୁର୍ବଳା ତିନିଟା ବନ୍ଧା ହେଇଥିଲେ ଝିଅ ପିଲା, ଆଜ୍ଞା ଆଜ୍ଞା, ତାଙ୍କୁ ମୁଁ ରଖିବିନି? ତାଙ୍କୁ ମୁଁ ଖୋଲିଲି, ମୋର ଭୁଲ କଣ ହେଲା? ବାବାଜୀ ଉତ୍ତର ଦେଲା, କହିଲା ଠିକ କରିଛି। ଅରକ୍ଷ ରକ୍ଷଣ, ଅରକ୍ଷକୁ କ୍ଷତ୍ରିୟ ପିଲା ରକ୍ଷା କରିବ। ଦୁଇରେ ନା ଦାନ ଆଚରଣ। ନା ଠିକ କହୁଛୁ ନା ତାହେଲେ ରାଜା ମତେ ଦାନ ଦେ। ଦାନ ନେବି ନା କଣ? କଣ ଦାନ ନବ? କାଞ୍ଚନ ଅପତ୍ୟ ଗୃହିଣୀ ଜୀବନ ରକ୍ଷା ଭାର ଜହିରୁ ସୀତା ମାଗିବ ଅର୍ପି ଦେବୀ କହିଲା କଣ ମାଗିବ? କାଞ୍ଚନ ସୁନା ମାଗିବ? କେତେ ମାଗିବ? ନିଅ। ଅପତ୍ୟ ପୁଅକୁ ମାଗିବ? ନିଅ।
ଗୃହିଣୀ ସ୍ତ୍ରୀ ମାଗିବ ନିଅ, ଜୀବନ ମାଗିବ ମାଗିବ ନେଇଯା, ନେଇଯା। ଯାହା ମାଗିବ ଦେବି। ରାଜ୍ୟ ମାଗିବ। ହଁ ବାବାଜୀ ଉତ୍ତର ଦେଲେ, କହିଲେ ଏତିକି ମାଗୁଛି ରାଜା, ହଁ ଦେ ମତେ ସମସ୍ତ ଶଶାଗ ରାଜେ ଅଯୋଧ୍ୟାକୁ ଦାନ। ଏବେ ଅଯୋଧ୍ୟାକୁ ଦାନ। ଆଜି ମାଗୁଅଛି ରାଜା କର ହେ ପ୍ରଦାନ। ମତେ କର ଏ ପ୍ରଦାନ। ରାଜା କିଛି ମାଗୁନି, ଅଯୋଧ୍ୟାଟାକୁ ମାଗୁଛି। ମାଗୁଛି ମତେ ରାଜ୍ୟଟା ଦେଇଦେ। ଦିଦି। ରାଜା କହିଲେ ଏଠି କଣ ଦିଦି, ଚାଲ ମୋ ରାଜ୍ୟକୁ, ହଜାର ହଜାର ପ୍ରଜା ଥିବେ, ହଁ ହଁ ପ୍ରଜାଙ୍କ ଆଗରେ ଦାନ ଦେବି। ଆଜ୍ଞା ତମ ସଚିବାଳୟରେ ଯୋଉଟା ଆକ୍ଟ ହୁଏ ସେଟା ଟିଭିରେ ପ୍ରଚାର ହୁଏ ନା ନାହିଁ? ହୁଏନି? ହୁଏ ନା? ଇନ୍ଦିରାବାସ ଏତିକି ଦିଆହବ, ବିଧବା ଭତ୍ତା ଏତିକି ଦିଆହବ, ହଁ ହଁ କାଳିଆ ଯୋଜନା ଏତିକି ଦିଆହବ, କାଳିଆ ଯୋଜନା ଏତିକି ଦିଆଯିବ। ସୁଭଦ୍ରା ମିଳିବ 8 ତାରିଖ ଦିଆଯିବ। 8 ତାରିଖ। ହଁ ତୁ ତ ଅନେଇକି ବଇଛୁ ଆଉ କଣ। ଆମ ସୁଭଦ୍ରା ଅନେଇଛି କେତେବେଳେ ପଇସା ଆସିବ, ପୋଷ୍ଟ ଅଫିସ ପଳେଇବ। ଆରେ ମୁଁ ଭାଗ୍ୟବାନ ହେଇଯାଇଛି, କେମିତି ସାରେ? ଯୋଉ 2-3 ବର୍ଷ ହେଲା କାଳିଆ ଯୋଜନା ଆଉ ସୁଭଦ୍ରା ଯୋଜନା ମିଳୁଥିଲା, ହଁ ମୁଁ ଚାରଣା ପାଉନଥିଲି। ହଁ ଚାରଣା ମତେ ମିଳୁନଥିଲା। ମୁଁ କହିଲି ଏ ସରକାର ମୋର ନୁହଁ। ହଁ କିନ୍ତୁ ହଠାତ୍ କିନି ଏଇଥରକ ମୋର କାଳିଆ ଯୋଜନା ଆଇଛି, ବଳିଆ ଯୋଜନା ଆଇଛି। ଆସିଛି। ବଳିଆ ଯୋଜନା କେତେ 2000 ବୋଧେ, ଆଜ୍ଞା ଆଜ୍ଞା କାଳିଆ ଯୋଜନା 2000। ଆଉ କାଳିଆ ଯୋଜନା ବଳିଆ ଯୋଜନା ଆସିଛି। ସରକାର ପୁଣି ଡାକିଛି ଏ ଗାଁର ଯୋଉଦିନ ଶେଷ ପାଲା ହବ, 3, 4, 5, 6, 7 ତାରିଖ ଦିନ ପୁଣି ଟେଲିଭିଜନ ଗଭର୍ଣ୍ଣମେଣ୍ଟ ଡାକିଛି। ଗଭର୍ଣ୍ଣମେଣ୍ଟ ପାଲା ଗାଇକି ପୁଣି ଆସିକି ସେକେଣ୍ଡ ଥାକୁ ନେବି। ଆଜ୍ଞା ଆଜ୍ଞା ମାଇକିନା ପଇସା ମିଳିଥିଲା 12,000। ଆଉ କଣ କଲେ ଜାଣିଛ? ଗୋଟେ ସ୍କୁଟି କିଣିଦେଲି ସେକେଣ୍ଡ ହ୍ୟାଣ୍ଡ। କହିଦେଲି ଆଉ। ବାବାଜୀଙ୍କ ପାଖରେ ରାଜା ହରିଶ୍ଚନ୍ଦ୍ର କହିଲେ ଯାହା ମାଗ ଯାହା ମାଗ ଦେବି। ସବୁ ଦେଇଦେବି। ହଁ ବାବାଜୀ କହିଲେ କିଛି ମାଗୁନି, ମତେ ହସ୍ତିନା କଟକଟା ଦିଅ। ନା ଏଠି ଦେବିନି, ମୋ ରାଜ୍ୟକୁ ଚାଲ। ରାଜ୍ୟକୁ ଯାଇଛନ୍ତି ହଁ ହଁ ଶିବି ରାଜାର ଝିଅ। ଆଜ୍ଞା ହଁ ମତେ ହରିଶ୍ଚନ୍ଦ୍ର ସ୍ତ୍ରୀ ନା କଣ? ସବ୍ୟା। ସେ କୋଉ ରାଜା ଝିଅ ନା ପୁରାଣରେ ଲେଖା ହୋଇଛି ଥିଲା ଶିବିରାଜନ ରେ ଥିଲା, ଶିବିରାଜନ ରେ ଥିଲା, ଶିବିରାଜନ ମାଂସ ଗୋବତ ପାଇକି କାଟି କଲା ପ୍ରଦାନ, କଲା ପ୍ରଦାନ ରେ କଲା ପ୍ରଦାନ, କଲା ପ୍ରଦାନ, କଲା ପ୍ରଦାନ ରେ କଲା ପ୍ରଦାନ, କଲା ପ୍ରଦାନ। ପ୍ରଥମ ଦିନ ପାଲା ବିଲ୍ୱ ମଙ୍ଗଳ ନାଟକ ହେଲା। ମୋ ଭାଇ ଜ୍ଞାନ ଭାଇ ପଦ ଜାଣିନି, ବିଷ ଜାଣିନି, ଗପ କିଏ ନ ଜାଣିଛି? ଆମେ ପାଲା ବାଲା ପାଲା ଗାଉଛୁ, ଗପ ଜାଣିନୁ? ଆଜ୍ଞା ଆଜ୍ଞା 14 ଅକ୍ଷରୀ ମାରି ମାରି ହଁ
ବିଲୁଅ ମଙ୍ଗଳ ନାଟକଟି ପୂରଣ କଲା। ସଇଲା ଆଉ। ଭ୍ରମର ରାୟ ବାହାଦୁର ବଳି ପଇଲା, କବି ମଞ୍ଜୁଳ ବସୁ ବି ବଳି ପଇଲା। ହେଲା ହେଲା ଗଲା କାଲି ହେଲା ବେଲାଳ ସେନ। ହଁ ମତେ କୁହାଯାଇଥିଲା ମୁଣ୍ଡ କୋଉଠି ଗଣ୍ଡି କୋଉଠି, ହଁ ମୁଁ ଏବେ ବି କହୁଛି, ବାରମ୍ବାର କହୁଛି, ବେଲାଳ ସେନ ମୁଣ୍ଡ ଧର୍ମସ୍ତମ୍ଭରେ ରହିଲା ବେଳେ ତା ଗଣ୍ଡିଟା ରହିଲା ଦିলীପ ଶବରର ମୁଣ୍ଡରେ। ହଁ ସତୀ ନାରୀ ଦିলীପ ଶବର ହେଲା ହେଲା ତା ସ୍ୱାମୀ, ତା ଗଣ୍ଡିରେ ବେଲାଳ ସେନ ମୁଣ୍ଡ ଲାଗିଲା, ଧର୍ମ ଖୁଣ୍ଟକୁ କୁଣ୍ଢେଇକି ରହିଲା। ଆଜ୍ଞା ମତେ ପ୍ରଶ୍ନ ପଚାରିଥିଲ, ନୃସିଂହ ତା ବାଣ ମାଇଲେ ସମ୍ଭାଳିବ? ଓଡ଼ିଶା ଜାଣିନି ନୃସିଂହ ତା କଣ, ପାଲା ଗାଇବିନି, ମଞ୍ଚ ଉପରେ ଠିଆ ହେଇକି ପଳେଇଲି ବି ଲୋକ କହିବେ ନୃସିଂହ ତା ଠିଆ ହେଇଥିଲା। ଆଜ୍ଞା ଆଜ୍ଞା ପାଲା ବାଲା ଟିକେ ଉତ୍ତର ଦବ। ତମେ ଯାହା ପ୍ରଶ୍ନ ପଚାରିଥିଲ, ତମ ପ୍ରଶ୍ନକୁ ଆଜି ମୁଁ ପ୍ରଶ୍ନରେ ପୂରଣ କରୁଛି। ହଁ ବେଲାଳ ସେନ ମୁଣ୍ଡରେ ଦିলীପ ଶବର ଗଣ୍ଡି ଲାଗିଲା, ଲାଗିଲା ଧର୍ମସ୍ତମ୍ଭ ଉପରେ ହଁ ଆଙ୍ଗିନି ବେଲାଳ ସେନ ଅନେଇକି ରହିଲା, ରହିଲା ଆଉ। ବଞ୍ଚିଲା। ତାହେଲେ ଯଦି ଦିলীପ ଶବର ଗଣ୍ଡିଟା ବେଲାଳ ସେନ ମୁଣ୍ଡରେ ଲାଗିଲା, ହଁ ହଁ ଏ ଦିলীପ ଶବର ମୁଣ୍ଡଟା କୋଉଆଡେ ଗଲା ପୂରଣ କରିବ ଆର ପାଲା ଦିলীପ ଶବର ମୁଣ୍ଡଟା କୁଆଡେ ଗଲା, ଟିକେ ଆସିକି ପେଣ୍ଡାଲ ଉପରେ କହିବ, ଖାଲି ବେଲାଳ ସେନ କରୁଥିଲ। ଆଜ୍ଞା ଆଜ୍ଞା ଖବର ମୁଣ୍ଡ କୁଆଡ଼େ ହେଲା ମନେ ରଖିଥା। ଏତିକି ଖାଲି ଟିକେ କହିବ, ମୁଁ ବସା ଘରେ ଶୁଣିବି। ହଁ ହଁ ଏଇଠି ପଳେଇ ଆସିବା ଶୁଣିଆ। ରାଜା ହରିଶ୍ଚନ୍ଦ୍ର ସବୁ ଦେଇ ଦେଇଛି। ହେଲା ହେଲା ରାଜ୍ୟ ଦେଇ ଦେଇଛି। ବିଶ୍ୱାମିତ୍ର କହିଲେ ଦାନ ଦେଲୁ ସିନା, ହଁ ହଁ ଦକ୍ଷିଣା ତତେ ଦକ୍ଷିଣା ଦେବାକୁ ପଡ଼ିବ, ଖାଲି ଦାନ ଦେଲେ ହବନି, ଦକ୍ଷିଣା ମତେ ଦେବାକୁ ପଡ଼ିବ। ଗୋସାଇଁ ହଁ ବାବାଜୀ, କୁହ। ରାଜ୍ୟ ତ ଦାନ ଦେଇଦେଲି, ହଁ ଆଉ ଦକ୍ଷିଣା ନବ? ଆଉ ଦକ୍ଷିଣା ନଦେଲେ ହେଇପାରିବନି। କଣ ଦକ୍ଷିଣା ନବ କହ? ଆଉ ତ ମୋ ପାଖରେ କିଛି ନାହିଁ। ସହସ୍ର ସୁବର୍ଣ୍ଣ ମୁଦ୍ରା ମୋର ଦରକାର, ହି ମୋର ଏତିକି ମାଗୁଛି ମୋତେ ଦିଅ ନରବାର, ଏତିକି ମାଗୁଛି ମୋତେ ଦିଅ ନର। ପ୍ରାୟ ବେଶୀ ମାଗିବିନି ମୁଁ, ନା ନା 1000 ଟଙ୍କା ଦେ, 1000 ସୁବର୍ଣ୍ଣ ମୁଦ୍ରା ହଁ ମୋର ଦକ୍ଷିଣା ଦରକାର, ତୁ ରାଜ୍ୟ ଦେଇଦେଲୁ ରାଜା। ହଁ କହିଲା ହେ ମାତ୍ର 1000, ହଜାରେ ଆଉ ବେଶୀ ନାହିଁ? ନା 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 ମୋର 1000 ଦରକାର। କହିଲା ଆଉ ବେଶୀ ନାହିଁ? ନା କହିଲା ସହସ୍ର ସୁବର୍ଣ୍ଣ ମୁଦ୍ରା କିବା ତୁଚ୍ଛ କଥା, ପ୍ରଜା ଗୋଭରେ ତୁଟାଇବେ ବ୍ୟଥା। ବାବାଜୀ ଉତ୍ତର ଦେଲେ, କହିଲେ ମୋର 1000 ଟଙ୍କା ଦରକାର। ନା, ଆଉ ବେଶୀ ମାଗି ପାରିଲୁନି? ଆରେ ମାତ୍ର 1000 ଟଙ୍କା ମାଗୁଛୁ? ହଁ ଏଡେ ବଡ ରାଜ୍ୟର ରାଜା ମୁଁ, ନା ମତେ ଏତିକି ଦରକାର? ନା 100ଟା ପ୍ରଜାଙ୍କୁ ଯଦି କହିବି 10 ଟଙ୍କା ଯଦି ଦେବେ, ହେଲା ହେଲା 1000 ହେଇଗଲା। 100ଟା ପ୍ରଜାଙ୍କୁ କହିବି, ହଁ ଏ ବାବାଜୀ କି 10 ଟଙ୍କା ଲେଖେ ଦିଅ, ମୋ ପ୍ରଜା ଦେବେନି? ଦେବେ ନା ଆଉ। ପାଇଗଲୁ? କହିଲା କଣ କହିଲୁ, କଣ କହିଲୁ?
আরে খিয়াল করু খন্ডারে, খিয়াল করু খন্ডারে, এ কি অবা অছি তো রাজ্য ভণ্ডারে, শুনিয়ে বাণী রে, শুনিয়ে বাণী রে, শুনিয়ে বাণী, চমকিলেন রূপমণি রে, শুনিয়ে বাণী। কলা খন্ডারে খেলুছু ওইরি রাজ্য দিলু মানে পোখরীটা দিলু, ମାଛ ଗୁରା ତୋର କେମିତି ହେବେ? ନାଇଁ ତ ମୁଁ ପୁରଣ ଗାଁରେ ପାଲା ଗାଉଛି, ଗାଁ ମୁଣ୍ଡ ଘରେ ଅଛି, ଆଜ୍ଞା ଆଜ୍ଞା ପୋଖରୀକି ଗାଧେଇ ଯାଉଛି। ଗାଁ ବାଲା କହିବେ ଆଜ୍ଞା ହୋତା ବାବୁ, ଆମେ ତମେ ଆମ ବ୍ରାହ୍ମଣିଆ ଲୋକ, ଏ ପୋଖରୀଟା ଆମେ ଦାନ ଦେଇ ଦଉଛୁ, ତମେ ପୋଖରୀଟା ନିଅ। ନିଅ। ଆଚ୍ଛା ତମେ ଗାଁ ବାଲା ପୋଖରୀଟା ମତେ ଦେଇଦେଲ, ଏ ପୋଖରୀ ଭିତରେ ଯୋଉ ମାଛ ଗୁଡାକ ଅଛନ୍ତି ତମେ ମାରିକି ଖାଇବ? ନାଇଁ ତ ତାମାନେ କଣ ମୁଁ ପୋଖରୀ ଜଗୁଆଳି? ଅରେ ମୂର୍ଖ, ତୁ ତ ଅଯୋଧ୍ୟାଟାକୁ ଦେଇଦେଲୁ, ଦେଇଦେଲୁ। ପ୍ରଜା ମାନଙ୍କୁ କଣ କହୁଛୁ ସେମାନେ ଦାନ ଦେବେ? ନା ଜାଣିପାରିଲିନି ବାବାଜୀ, ମୋର ଭୁଲ ହେଇଗଲା। ଗୋଟିଏ ଜିନିଷ ମାଗୁଛି ବାବାଜୀ। କଣ ମାଗୁଛ ମାଗ। ମୁଁ ତ ରାଜ୍ୟ ଦେଇଦେଲି, 1000 ଟଙ୍କା ମୋ ପାଖରେ ନାହିଁ, ଆଉ ମତେ ଗୋଟିଏ ମାସ ସମୟ ଦିଅ। ଆଜ୍ଞା ମୁଁ ଗୋଟାଏ ମାସ ଭିତରେ ହେଲା ହେଲା ଆପଣଙ୍କୁ ପଇସା ପରିଶୋଧ କରିଦେବି ଗୋଷୀ। କରିଦେବି। ମାତ୍ର ମାସେ ସମୟ ଦିଅନ୍ତୁ ଗୋସେଇ, ଏଇ ମାସକ ଭିତରେ ଆପଣଙ୍କର ମୁଁ ପଇସା ପରିଶୋଧ କରିଦେବି। ନା କୋଉଠି ଦବୁ? ଆଡ୍ରେସଟା ଦଉନୁ। ଆଜ୍ଞା ଆଉ ତୁ କୁଆଡେ ବୁଲୁଥିବୁ, ତୋ ପଛରେ ମୁଁ ବୁଲୁଥିବି। ଆଡ୍ରେସଟା କହିଥିଲେ ଯାଇକି ସେଇଠି ପହଞ୍ଚିବି ଆଉ। କୋଉଠିକି ଗଲେ ମୁଁ 1000 ଟଙ୍କା ତୋଠୁ ପାଇବି? ଆଜ୍ଞା ଆଜ୍ଞା ଜଗତସିଂହପୁର ବସ୍ ଷ୍ଟାଣ୍ଡ ଠିକି ଯିବ ଆଉ। କଣ ଜଗତସିଂହପୁର ବସ୍ ଷ୍ଟାଣ୍ଡ କହିଲା ଜଗତସିଂହପୁର ବସ୍ ସେଇଠି ପଇସା ନେଇଯିବ ଆଉ। କହିଲା ଗଛ ଗଛ ସ୍ତୁ ବ୍ରାହ୍ମଣ, ଶିବସ୍ତୁ ଶିବ ନିଳୟ, ସହସ୍ର ମୁଦ୍ରା, পাঞ্চিত্যস্তা করিছি আমি। କହିଲା ହେ ବ୍ରାହ୍ମଣ, ଆପଣ ଯାଆନ୍ତୁ, ମୁଁ ଆପଣଙ୍କୁ ପଇସା ଦେବି କୋଉଠି? କୋଉଠି? ନିକଟସ୍ଥ କାଶୀ ବିଶ୍ୱନାଥ ମନ୍ଦିର। ହେଲା ହେଲା ଚନ୍ଦ୍ରଶେଖର ମହାଦେବ ଅଛନ୍ତି, ସେ କାଶୀ ବିଶ୍ୱନାଥ ମନ୍ଦିରଠି ଆଜ୍ଞା ଆପଣ ମାଗିଥିବା ଦକ୍ଷିଣା 1000 ଟଙ୍କା ହେଲା ମୁଁ ସେଇଠି ଆପଣଙ୍କୁ ପରିଶୋଧ କରିଦେବି। କରିବି। ଏତିକି କହିଦେଇ ରାଜା ହରିଶ୍ଚନ୍ଦ୍ର ଭଗବାନ ଶିବଙ୍କୁ ଡାକି 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 ଅଯୋଧ୍ୟା ରାଜ୍ୟରୁ ପତ୍ନୀ ସଭ୍ୟା ଏକମାତ୍ର ପୁଅ ରୋହିତ, ହେଲା ହେଲା ରୋହିତକୁ ଡାକିଛି। ରୋହିତ ରେ, ତୁ ଏ ରାଜ୍ୟର ଆଉ ରାଜପୁତ୍ର ନୁହେଁରେ ଧନ, କଣ କହୁଛ ବାବା? ରାଜ୍ୟକୁ ଦାନ କରିଦେଇଛେ ଆମେ। ଏ କଣ ରୋହିତ, ଏ କଣ କଲ ବାବା? ଆମେ ରାଜ୍ୟ ଛାଡି ପଳେଇବାରେ ରୋହିତ। ବାବା ରାଣୀ ସଭ୍ୟା, ପୁଅ ରୋହିତ ହେଲା ହେଲା କୁ ନେଇ ରାଜା ହରିଶ୍ଚନ୍ଦ୍ର ଗଲାବେଳେ ରାଜ୍ୟରୁ ବିତାଡ଼ିତ ହେଇକି ଯାଉଛି। ବିଶ୍ୱାମିତ୍ରଙ୍କୁ ଦାନ ଦେଇଯାଇଛି।
ଗାମୁଛାରେ ମୁଢି ପୁଞ୍ଜାଏ। ହେଲୋ ହେଲୋ ମୁଢି କ'ଣ ବୁଝିପାରୁଛୁ? ଭୁଜା ଭୁଜା ଆମ ଆଡେ ଭୁଜା କହନ୍ତି। ଚାଉଳର ତିଆରି ମୁଢି ଆଜ୍ଞା ମେଞ୍ଚାଟିଏ ବାନ୍ଧିଛି। ହଁ ବାଟରେ ଗଲାବେଳେ ରୋହିତକୁ ଭୋକ ହଉଛି, କହୁଛି ମାଲୋ ମା ମା ମତେ ଖାଇବାକୁ ଦେ ମା, ପ୍ରବଳ ଭୋକ ହେଲାଣି ମା। ଗଣ୍ଠିକି ଫିଟାଇ ଦେଲା ପିଟାଇ ଦେଲା ସବୁ ପବନ ଉଡାଇ ନେଲା ସବୁ ପବନ ଉଡାଇ ନେଲା। ଅନ୍ୟରେ ବିଧାତା ଲେଖିଲୁ କପାଳେ ଲେଖିଲୁ କପାଳେ ଲେଖିଲୁ କପାଳେ କରମେ ଲିହାଥିଲା ମକର ମେ ହାଏ ମୁଢି ଗଣ୍ଡାକୁ ଭାଗ୍ୟରେ ମୋର ଲେହା ଥିଲା। ଚାଉଳ ଭଜା ଗୁଡାକ ଉଡିଗଲା। ଉଡ଼ିଗଲା ରୋହିତ କାନ୍ଦୁଛି। ହେଲା ହେଲା ରାଜା ହରିଶ୍ଚନ୍ଦ୍ର ଭଗବାନ ଶଙ୍କରଙ୍କୁ ଡାକି ଡାକି ଯାଉଛି। ଦର୍ଶକ ବନ୍ଧୁ, ଆମ ପ୍ରୋଗ୍ରାମଟି ଆପଣଙ୍କୁ କେମିତି ଲାଗିଲା ଏହାର ମତାମତ ଦିଅନ୍ତୁ, ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ହଁ ସବସ୍କ୍ରାଇବ୍ କରିବାକୁ କେବେ ଭୁଲନ୍ତୁନି। ରହୁଛି, ନମସ୍କାର।